Jungle. Audio Jungle. ছাত্র আন্দোলন পরে আক্সন রে যোগী সরকার এড়িকি উত্তর প্রদেশে সময়বদ্ধ ହେବ সরকারি চাকরি নিযুক্তি প্রক্রিয়া দীর্ঘদিন ধরি নিযুক্তি পরীক্ষার বিলম্ব ও প্রক্রিয়া লম্বা ହେଉଥିବାକୁ ନେଇ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଏବେ ସରକାର ଭର୍ତ୍ତି ପ୍ରକ୍ରିୟାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ଶେଷ କରିବା ଦିଗରେ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଯୋଜନା ଅନୁସାରେ ସରକାରୀ ନିଯୁକ୍ତି ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ। କେଉଁ ପଦବୀ ପାଇଁ କେବେ ବିଜ୍ଞପ୍ତି ପ୍ରକାଶ ପାଇବ, କେବେ ପରୀକ୍ଷା ହେବ ଏବଂ କେବେ ନିଯୁକ୍ତି ପ୍ରକ୍ରିୟା ସରିବ, ଏସବୁକୁ କ୍ୟାଲେଣ୍ଡର ଅନୁସାରେ ଆଗକୁ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ନିଯୁକ୍ତି ପରୀକ୍ଷାରେ ଅନିଶ୍ଚିତତା ଏବଂ ଅଯଥା ବିଳମ୍ବକୁ ଦୂର କରିବା। ଉତ୍ତର ପ୍ରଦେଶର ବିଭିନ୍ନ ନିଯୁକ୍ତି ସଂସ୍ଥା ନିଜ ନିଜ ପରୀକ୍ଷା ଓ ଭର୍ତ୍ତି ପ୍ରକ୍ରିୟା ପାଇଁ ଯୋଜନାବଦ୍ଧ ଭାବେ ସମୟସୂଚୀ ପ୍ରସ୍ତୁତ କରିବେ। ଏହା ଫଳରେ ଚାକିରି ଆଶାୟୀଙ୍କୁ ଆଗୁଆ ସୂଚନା ମିଳିବ ଏବଂ ସେମାନେ ନିଜ ପ୍ରସ୍ତୁତିକୁ ସେହି ଅନୁସାରେ ଗଢି ପାରିବେ। ଏପଟେ ଉତ୍ତର ପ୍ରଦେଶ ଅଧୀନସ୍ଥ ସେବା ଚୟନ ଆୟୋଗ ୟୁପିଏସଏସସି ପକ୍ଷରୁ 2026 ପରୀକ୍ଷା ପାଇଁ କ୍ୟାଲେଣ୍ଡର ପ୍ରକାଶ ପାଇସାରିଛି। ଏଥିରେ ବର୍ଷ ସାରା ବିଭିନ୍ନ ନିଯୁକ୍ତି ପରୀକ୍ଷା, ଶାରୀରିକ ପରୀକ୍ଷା, ସ୍କିଲ ଟେଷ୍ଟ ଓ ଇଣ୍ଟରଭ୍ୟୁ ସମ୍ପର୍କିତ ସମୟସୂଚୀ ରହିଛି। ଛାତ୍ର ଓ ଚାକିରି ଆଶାୟୀଙ୍କ ଦାବି ପରେ ଏହି ପଦକ୍ଷେପକୁ ସରକାରଙ୍କ ବଡ଼ ପ୍ରତିକ୍ରିୟା ଭାବେ ଦେଖାଯାଉଛି। ଏଣିକି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଲେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ସମୟସୀମା ମଧ୍ୟରେ ପରୀକ୍ଷାରୁ ନିଯୁକ୍ତି ପର୍ଯ୍ୟନ୍ତ ପ୍ରକ୍ରିୟା ଶେଷ କରିବା ଉପରେ ସରକାର ଫୋକସ କରୁଛନ୍ତି। ତେବେ ନୂଆ ବ୍ୟବସ୍ଥା କେତେ ଶୀଘ୍ର ଲାଗୁ ହେବ ଏବଂ ଚାକିରି ଆଶାୟୀଙ୍କୁ ଏହାର କେତେ ଫାଇଦା ମିଳିବ, ସେଥିପାଇଁ ଆଗାମୀ ସରକାରୀ ଘୋଷଣା ଉପରେ ନଜର ରହିଛି।